ଆମ ପୋଲିସ ସମିତି ଦକ୍ଷିଣ ରାଉରକେଲାର ଟାଙ୍ଗରପାଲି ଥାନା ଅନ୍ତର୍ଗତ ସାରନଗରୀ କ୍ଲବଠାରେ ଗତ 12 ତାରିଖରେ ଆମ ପୋଲିସ ସମିତି ପକ୍ଷରୁ ସ୍ଥାନୀୟ ଜନସାଧାରଣଙ୍କୁ ନେଇ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଲା ଅଞ୍ଚଳରେ ଦେଖାଦେଇଥିବା ବିଭିନ୍ନ ସମସ୍ୟା ତଥା ପାର୍ବଣ ପାଖେଇ ଆସୁଥିବାରୁ ଅଞ୍ଚଳରେ ରାସ୍ତାଘାଟ ସଫା, ଆଲୋକୀକରଣ, ଟ୍ରାଫିକ୍ ନିୟନ୍ତ୍ରଣ, ସାଇବର କ୍ରାଇମ୍, छिनताई, बैंक ठकेई और स्थानीय जनसाधारण जेपरी कौन से असुविधार न पड़ती से नहीं पुलिस और पब्लिक मध्य सुसंपर्क रखा, अंचल कौन से संदिग्ध व्यक्ति को देखिले पुलिस को खबर देवा इत्यादि को नहीं एक बैठक अनुष्ठित हो जाए। ଏହି ବୈଠକରେ ରାଉରକେଲା ପୁଲିସ ଜିଲ୍ଲାର ଜୋନାଲ ଡିଏସ୍ପି ନିର୍ମଳ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜନସାଧାରଣଙ୍କୁ ସଚେତନ କରିବା ନିମନ୍ତେ ବିଭିନ୍ନ ଦିଗ ଉପରେ ଆଲୋଚନା ପୂର୍ବକ ସହରରେ ଅପରାଧ ନିୟନ୍ତ୍ରଣ କରିବାକୁ ଯାଇ କିପରି ପଦକ୍ଷେପ ନେଲେ କ୍ରାଇମ୍ କଣ୍ଟ୍ରୋଲ ହୋଇପାରିବ ସେ ବିଷୟରେ ଧାରଣା ଦେଇଥିଲେ। ଟାଙ୍ଗରପାଲି ଥାନା ଅଧିକାରୀ ରାମେଶ୍ୱର ସିଂ ଏହି ବୈଠକରେ ଯୋଗ ଦେଇ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ। से तांको वक्तव्य कहले जे पुलिस सबुबले जनसाधारण को सेवा जोगाई दे आसुछि, तेबे पुलिस प्रति स्थानीय अंचलवासी सहयोग रहिले सहर में अपराध नियंत्रण हो पारिबो। एही सचेतनता कार्यक्रम में स्थानीय अंचलवासी निज निजर अंचल केतक समस्या उपरे आलोकपात करने सहित से सब समस्या किपरि समाधान करिहेबो से नहीं अधिकारी दृष्टि आकर्षण करथिले। ଏହି କାର୍ଯ୍ୟକ୍ରମରେ ଥାନା ପକ୍ଷରୁ ଏସ୍ଆଇ ଋଷଭ କୁମାର ପଣ୍ଡା, ଏଏସ୍ଆଇ ମନୋରଞ୍ଜନ ପରିଡ଼ା, ହାବିଲଦାର ବିଜୟ କେତନ, ଏଏସ୍ଆଇ କମଳ କୁମାର କାଣ୍ଡୁଲାନାଙ୍କ ସମେତ ଥାନାର ସମସ୍ତ ଷ୍ଟାଫ୍ ଯୋଗ ଦେଇଥିଲେ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି, ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।